ଅତୀତରେ ବହୁତ କିଛି ଘଟଣା ଏ ଧରାପୃଷ୍ଠରେ ଘଟି ଯାଇଛି, ଯାହାର ପ୍ରମାଣ ସବୁ ସମୟରେ ମିଳିପାରେ ନାହିଁ। ତା ଅର୍ଥ ନୁହେଁ ଯେ ଏପରି ଘଟଣାମାନ ଘଟିନଥିଲା। ଅବିକଳ ସେହିପରି ଶ୍ରୀ ଜଗନ୍ନାଥ ହେଲେ ଭାବର ଠାକୁର। ତାଙ୍କର ଭକ୍ତମାନଙ୍କୁ ନେଇ ମନ୍ଦିରରେ ହେଉ ଅବା ବ୍ୟକ୍ତିଗତ ଜୀବନରେ ହେଉ ବହୁତ ଘଟଣା ଘଟି ଯାଉଥିଲା, ଘଟି ଯାଉଛି ଏବଂ ଭବିଷ୍ୟତରେ ଘଟୁଥିବ ନିଶ୍ଚୟ। ବିଶ୍ୱାସ କରାଯାଏ ଏବଂ ପ୍ରଚଳିତ ବିଶ୍ୱାସବୋଧ ଅଛି ଯେ ପ୍ରତିଦିନ ରାତିରେ ଜଗନ୍ନାଥଙ୍କର ପହଡ଼ ପଡ଼ିବା ପରେ ସ୍ୱର୍ଗର ଦେବତାମାନେ କୁଆଡ଼େ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି। ଏହା ନୀତି ପ୍ରତିଦିନର କଥା। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ସ୍ୱର୍ଗଦ୍ୱାର ଉତ୍ପତ୍ତିର ପୌରାଣିକ ତଥ୍ୟ। ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଭକ୍ତ ମେଘମାଳିଆ ସୁଆରଙ୍କର ଲୀଳା କାହାଣୀ। ଏକଦା ଦେବରାଜ ଇନ୍ଦ୍ର ଦେବତା ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ। ସେ ଯେ ଇନ୍ଦ୍ର ଦେବତା ତାହା କିଏ ବା ଜାଣନ୍ତା। ଇନ୍ଦ୍ରଦେବଙ୍କର ଇଚ୍ଛା ହେଲା ଆସିଛି ଯେତେବେଳେ ଆନନ୍ଦ ବଜାରରେ ଜଗନ୍ନାଥଙ୍କ ପ୍ରସାଦ ପାଇକି ଯିବି। ସେ ଆନନ୍ଦ ବଜାରକୁ ଆସିଲେ। ଯେଉଁ ସୁଆର ପାଖରେ ପହଞ୍ଚିଲେ ସେହି ସୁଆର ତାଙ୍କୁ ଜଗନ୍ନାଥଙ୍କର କ୍ଷୀରି, କାନିକା, କାଳିପୁତଲି, କାନ୍ତିପୁଳି ପ୍ରଭୃତି 56 ଭୋଗ ଦେଲା। ଇନ୍ଦ୍ର ଆନନ୍ଦରେ ଖାଇସାରି ପଇସା ନ ଦେଇ ଚାଲିଯିବାକୁ ବସିଲେ। ସୁଆର ଆଶ୍ଚର୍ଯ୍ୟ ହୋଇଗଲା। ଧୋବ ଧୋବଳିଆ ଲୋକଟା ଖାଇଲା ଅଥଚ ପଇସା ନ ଦେଇ ପଳଉଛି। ସୁଆର ଛାଡ଼ିବା ଲୋକ ନୁହେଁ। ସେ ତା ପଇସା ପାଇଁ ତାଙ୍କ ପଛେ ପଛେ ଧାଇଁଲା। ସେ ଜାଣେ ନାହିଁ ଯେ ସ୍ୱର୍ଗର ଦେବତା ଇନ୍ଦ୍ର ବୋଲି। ଇନ୍ଦ୍ର ଆଗେ ଆଗେ ଆଉ ସୁଆର ପଛେ ପଛେ ଚାଲିଲେ। ଏମିତି କେତେ ବାଟ ଗଲା ପରେ ଇନ୍ଦ୍ର ଯାଇ ପହଞ୍ଚିଲେ ସମୁଦ୍ର କୂଳରେ। ସୁଆର ଠିକ୍ କରି ନେଇଥାଏ ଯେମିତି ହେଲେ ୟାଙ୍କଠୁ ପଇସା ଆଦାୟ କରିକି ହିଁ ଛାଡ଼ିବି। ସମୁଦ୍ର କୂଳ ପାଖରେ ପହଞ୍ଚିଗଲା ପରେ ଇନ୍ଦ୍ର ଦେଖିଲେ ଏ ସୁଆର ତାଙ୍କୁ ଛାଡ଼ିବ ନାହିଁ। ସେ ବାଧ୍ୟ ହୋଇ ନିଜର ପରିଚୟ ଦେଲେ। ସୁଆରକୁ କହିଲେ, ତୁମେ ମୋତେ ଚିହ୍ନି ପାରିଲ ନାହିଁ? ମୁଁ ସ୍ୱର୍ଗର ରାଜା ଇନ୍ଦ୍ର। ତୁମେ ମୋତେ ପେଟ ପୂରା ମହାପ୍ରସାଦ ଦେଇ ତୃପ୍ତି କରିଛ। ତେବେ ତୁମକୁ ଦେବା ପାଇଁ ମୋ ପାଖରେ ତୁମର ଟଙ୍କା ନାହିଁ। ମୁଁ ତୁମକୁ ପାଉଣା ବଦଳରେ ବର ଦେଇପାରିବି। ତୁମେ କି ବର ମାଗୁଛ ମାଗିପାର, ମୁଁ ନିଶ୍ଚୟ ଦେବି। ସୁଆର ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା। ଇନ୍ଦ୍ର ଦେବତାଙ୍କୁ ପ୍ରଣାମ କଲା। କହିଲା, ପ୍ରଭୁ, ଯେବେ ଆପଣ ମୋତେ ବର ଦେବାକୁ ଚାହୁଁଛନ୍ତି ତେବେ ଏପରି ବର ଦିଅନ୍ତୁ, ମୁଁ ଯେତେବେଳେ ଯେଉଁଠି ଚାହିଁବି ସେଠାରେ ବର୍ଷା ହେବ। ଇନ୍ଦ୍ର ତଥାସ୍ତୁ କହି ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ। ସୁଆର ଦେଖିଲା ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରୁ ଇନ୍ଦ୍ର ଅନ୍ତର୍ଧ୍ୟାନ ହେଲେ ସେଇଠାରେ ଗୋଟେ ବାଡ଼ି ପୋତି ଦେଇ ଚାଲି ଆସିଲା। ସେ ବର୍ଷ ଶ୍ରୀକ୍ଷେତ୍ରରେ ଅନାବୃଷ୍ଟି ପାଇଁ ହାହାକାର ପଡ଼ିଥାଏ। ବର୍ଷାର ନାଁ ଗନ୍ଧ ନଥାଏ। ସୁଆରର ଇନ୍ଦ୍ରଙ୍କର ବର କଥା ମନେ ପଡ଼ିଲା। ସେ ଗୋଟିଏ ଦିନ ଆନନ୍ଦ ବଜାର ଭିତରେ ଛିଡ଼ା ହୋଇ ଆକାଶକୁ ଚାହିଁ କହିଲା, ହେ ଇନ୍ଦ୍ର ଦେବତା, ଏଠାରେ ସଙ୍ଗେ ସଙ୍ଗେ ବର୍ଷା ହେଉ। ଚାହୁଁ ଚାହୁଁ ଆକାଶରେ କଳା ବାଦଲ ଘୋଟିଗଲା। ଘଡ଼ଘଡ଼ି ବିଜୁଳି ସହ ମୂଷଳ ଧାରାରେ ବର୍ଷା ହେବାକୁ ଲାଗିଲା। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ସୁଆର ପାଗଳ ପ୍ରାୟ ମୁଣ୍ଡରେ ଠେକା ବାନ୍ଧି ବର୍ଷାରେ ନାଚିବାକୁ ଲାଗିଲା। ପାଟିରୁ ତାର ଅନବରତ ଜୟ ଜଗନ୍ନାଥ ଉଚ୍ଚାରିତ ହେଉଥାଏ। ଏସବୁ ତୋରି ଲୀଳାରେ କାଳିଆ, ତୋରି ଲୀଳା। ତା ନହେଲେ ମୁଁ କିଏ? ଇନ୍ଦ୍ର ଦେବତା କିଏ? ଆଉ ଏ ବର୍ଷା କିଏ? କାଳିଆ,
ତୁ ଯଦି ଇନ୍ଦ୍ରଙ୍କୁ ମୋ ଦୋକାନକୁ ପଠାଇ ନଥାନ୍ତୁ, ଆଜି ମୁଁ ବର୍ଷା ଇନ୍ଦ୍ରଙ୍କ କୃପାରୁ କରିପାରୁନଥାନ୍ତି। ଏହି ଭାବରେ ସୁଆର ନାଚୁଥିଲା। ରାଜାଙ୍କ କାନକୁ ଏକଥା ଗଲା। ରାଜା ଭାବିଲେ, ସତରେ କ'ଣ ତାଙ୍କ ମନ୍ଦିରରେ ଜଣେ ସାଧାରଣ ସୁଆର ଏତେ ଦିବ୍ୟ ଶକ୍ତିର ଅଧିକାରୀ? ତା କହିବାରେ ବର୍ଷା ହୋଇଯାଉଛି? ଅସମ୍ଭବ। ଏହା ହୁଏତ ତତ୍କାଳିତ ହୋଇଥାଇପାରେ। ଅହଙ୍କାରୀ ରାଜାଙ୍କ ପାଖରୁ ପିଆଦା ଗଲା। ସୁଆରକୁ କୁହାଗଲା, ରାଜା ଡକାଇ ପଠାଇଛନ୍ତି ତାଙ୍କ ନଅରରେ ଯାଇ ବର୍ଷା କରାଇ ଦେଖାଇବାକୁ। ସୁଆର ଡରିଗଲା। ସେ ମନେ ମନେ ଜଗନ୍ନାଥଙ୍କୁ ସ୍ମରଣ କଲା, ହେ ପ୍ରଭୁ, ମୋତେ ଏବେ ରକ୍ଷା କର। ଇନ୍ଦ୍ର ତ କୁଆଡ଼େ ଗଲେଣି, ମୁଁ ଆଉ ତାଙ୍କୁ ପାଇବି କେଉଁଠୁ? ତୁମେ ମୋ ସାହା ଭରସା। ସୁଆର ରାଜନଅର ଗଲା। ରାଜନଅରରେ ସମସ୍ତେ ରୁଣ୍ଡ ହୋଇଛନ୍ତି। ରାଜା ରାଣୀ ଅନେକ ଦେଖଣାହାରୀ ମଧ୍ୟ। ସୁଆରର କରାମତି ଏବେ ଜଣାପଡ଼ିବ। ରାଜାଙ୍କ ନିର୍ଦ୍ଦେଶ ହେବା ମାତ୍ରକେ ଜଗନ୍ନାଥଙ୍କୁ ସ୍ମରଣ କରି ସୁଆର ଇନ୍ଦ୍ରଙ୍କୁ ବର ଅନୁସାରେ ଆକାଶକୁ ଚାହିଁ ବର୍ଷା ହେଉ ବୋଲି ପ୍ରାର୍ଥନା କଲା। ତା ପାଟିରୁ କଥା ଶେଷ ହୋଇଛି କି ନାହିଁ, ମୂଷଳ ଧାରାରେ ବର୍ଷା ବର୍ଷିବାରେ ଲାଗିଲା। ସମସ୍ତେ ଆଶ୍ଚର୍ଯ୍ୟ, ରାଜା ମଧ୍ୟ ଆଶ୍ଚର୍ଯ୍ୟ। ସମସ୍ତେ ସୁଆରର ଜୟ ଜୟକାର କଲେ। ଠାକୁର ରାଜା ଖୁସି ହୋଇ ଏହି ସୁଆରକୁ ମେଘମାଳିଆ ସୁଆର ନାମରେ ନାମିତ କରି ପାଟକୁଣ୍ଡଳ ଦାନ କଲେ। ଏହି ଘଟଣାର ସ୍ମୃତି ଉଦ୍ଦେଶ୍ୟରେ ରାଜା ଜଗନ୍ନାଥଙ୍କ ନିକଟରେ ସୁଆର ପିଠା ଭୋଗ ଖଞ୍ଜିଦେଲେ। ଏହାପରେ ଏହା କିପରି ସମ୍ଭବ ହେଲା ବୋଲି ରାଜା ପଚାରିଲେ। ସୁଆର ସବୁ ଘଟଣା ଗୋଟି ଗୋଟି କରି ବର୍ଣ୍ଣନା କଲା। ରାଜାଙ୍କର କୌତୂହଳ ବଢ଼ିଲା। ରାଜା ଚାହିଁଲେ କେଉଁ ସ୍ଥାନରୁ ଇନ୍ଦ୍ର ସେ ଜାଗା ଛାଡ଼ିକି ଗଲେ। ସମୁଦ୍ର କୂଳର ସେହି ଦ୍ୱାର ଦେଖିବାକୁ ଚାହିଁଲେ। ସୁଆର ରାଜାଙ୍କୁ ସେହି ବାଡ଼ି ପୋତା ହୋଇ ଚିହ୍ନ ଦିଆଯାଇଥିବା ସ୍ଥାନ ଚିହ୍ନଟ କରି ଦେଖାଇଦେଲା। ସେହି ଦିନରୁ ସମସ୍ତେ ଜାଣିଲେ ଯେ ସ୍ୱର୍ଗର ଦେବତାମାନେ ଅବିକଳ ସେହି ବାଟ ଦେଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ନିମନ୍ତେ ଆସନ୍ତି ଓ ଯାଆନ୍ତି ମଧ୍ୟ। ଆଉ ସେବେଠାରୁ ସେହି ସ୍ଥାନର ନାମ ସ୍ୱର୍ଗଦ୍ୱାର ହୋଇ ଇନ୍ଦ୍ର ଏବଂ ସୁଆରର ଭକ୍ତିର ସ୍ମୃତି ବହନ କରି ଶ୍ରୀକ୍ଷେତ୍ରରେ ଏକ ତୀର୍ଥ ସ୍ୱରୂପ ବିଦ୍ୟମାନ। ସ୍ୱର୍ଗଦ୍ୱାରର ଉତ୍ପତ୍ତି ସମ୍ପର୍କରେ ଏହା ହିଁ ପ୍ରଚଳିତ ବିଶ୍ୱାସବୋଧ। ତେଣୁ ଲୋକମାନଙ୍କର ଆଜି ଯାଏ ମଧ୍ୟ ବିଶ୍ୱାସ ଯେ ଏହିଠାରେ ମୃତ୍ୟୁ ପରେ ଦାହ ହେଲେ ମଣିଷର ଆତ୍ମା ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ଜୟ ଜଗନ୍ନାଥ।